ଯେତେ ଟଙ୍କା ଅର୍ଜିଲେ ମଧ୍ୟ ଅଣ୍ଟୁ ନାହିଁ କି? ତେବେ ଧ୍ୟାନ ଦିଅନ୍ତୁ ଏହି 10ଟି ଦୋଷକୁ। ଯଦି ଆପଣମାନଙ୍କ ଘରେ ଏହି 10ଟି ଖରାପ ଗୁଣ ହେଉଛି ବା ଖରାପ କାମ ହେଉଛି, ବଦ ଅଭ୍ୟାସ ଆପଣମାନେ କରୁଛନ୍ତି, ତେବେ ଆପଣଙ୍କ ପାଖରେ ଟଙ୍କାଟିଏ ବି ରହିବ ନାହିଁ। ଯେତେ ପୂଜାପାଠ କରନ୍ତୁ, ଯେତେ ନୀତି ନିୟମ ତପସ୍ୟା ବାର ବ୍ରତ ଉପବାସ କରନ୍ତୁ, ଯଦି ଆପଣମାନେ ଏହି 10ଟି କାର୍ଯ୍ୟ କରୁଛନ୍ତି, ଆପଣଙ୍କ ଘରେ କେବେ ବି ଟଙ୍କାଟିଏ ରହିବନି। ଏବଂ ଆପଣଙ୍କୁ ଏମିତି କିଛି ଉପାୟ ବି କହିବି ଯେ କେମିତି ଆପଣଙ୍କ ଘରେ ସ୍ଥାୟୀ ଲକ୍ଷ୍ମୀର ବାସ ରହିବ। ତେଣୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଆପଣମାନେ ମୋ ସହ ଯୋଡ଼ି ରୁହନ୍ତୁ। ଦର୍ଶକ ବନ୍ଧୁ, ଆମେ କେତେ ବାର ବ୍ରତ ଉପବାସ କରୁଛେ, ଏମିତିକି ମାର୍ଗଶିର ଲକ୍ଷ୍ମୀ ପୂଜାରେ ବି ମାଙ୍କୁ ପ୍ରାର୍ଥନା କରୁଛେ ଯେ ଆମ ଘରେ ଦୁଃଖ ଦରିଦ୍ରତା ରୋଗ କ୍ଲେଶ କଷ୍ଟ ଦୂର ହଉ। କିନ୍ତୁ କ'ଣ ସତରେ ଦୂର ହୋଇଥାଏ? କେବଳ ପୂଜା ପାଠ କଲେ ହେବ ନାହିଁ। ମା ମହାଲକ୍ଷ୍ମୀଙ୍କୁ ଏମିତି ବହୁତ ସାରା ଜିନିଷ ପସନ୍ଦ ଯାହାକି ଆମକୁ କରିବା ନିହାତି ଦରକାର ଅଟେ। ଯଦି ଆପଣମାନଙ୍କର ଟଙ୍କାଟିଏ ବି ମାସ ଶେଷକୁ ରହୁନାହିଁ, ଏହି ଭିଡ଼ିଓଟି ଖାସ୍ ଆପଣମାନଙ୍କ ପାଇଁ। ଯେତେ ରୋଜଗାର କଲେ ବି ଯାହାକୁ ଅଣ୍ଟୁ ନାହିଁ, ସବୁବେଳେ ଯାହା ଘରେ ଅଭାବ ଅନଟନ ଲାଗି ରହୁଛି, ସେମାନେ ଏହି କିଛି ଜିନିଷ ଉପରେ ନଜର ପକାନ୍ତୁ। ଏବଂ ଆଜି ମୁଁ ଆପଣମାନଙ୍କୁ ଏମିତି କିଛି ଉପାୟ କହିବି ଯାହାଦ୍ୱାରା କି ଆପଣଙ୍କ ଘରେ ସ୍ଥାୟୀ ଲକ୍ଷ୍ମୀ ବାସ ହେବ। ତେଣୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ନିହାତି ଯୋଡ଼ି ରୁହନ୍ତୁ। ଯଦି ଆପଣମାନେ ଚ୍ୟାନେଲରେ ନୂଆ ଆସୁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଅତି ଧୈର୍ଯ୍ୟର ସହକାରେ ଭିଡ଼ିଓର ଶେଷକୁ ପର୍ଯ୍ୟନ୍ତ ଦେଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ବହୁ ମାତ୍ରାରେ ସେୟାର କରନ୍ତୁ। ପ୍ରଥମ କଥା, ସକାଳୁ ଉଠିବା ପରେ ଯେଉଁ ବ୍ୟକ୍ତି ନିଜର ବିଛଣାକୁ ସଜାଡ଼ି ନଥାଏ, ଯେଉଁ ବ୍ୟକ୍ତି ନିଜ ବିଛଣାକୁ ଅସଜଡ଼ା କରି ପକାଇଥାଏ, ତାଙ୍କ ଘରେ ସଦାବେଳେ ଦରିଦ୍ରତା ଲାଗି ରହିଥାଏ। ଯେତେ ରୋଜଗାର କଲେ ବି ଅଣ୍ଟୁ ନଥାଏ। ଯଦି ଆପଣମାନେ ବି ଏହି ଭୁଲ କରୁଛନ୍ତି, ଏହାକୁ ତୁରନ୍ତ ସଜାଡ଼ି ଦିଅନ୍ତୁ। ଦ୍ୱିତୀୟରେ, ଯଦି ଆପଣମାନେ ସକାଳୁ ଉଠି ସାରିବା ପରେ ଆଇନା କିମ୍ବା ଭଗବାନଙ୍କ ମୂର୍ତ୍ତି ଦେଖୁଛନ୍ତି, ଅର୍ଥାତ୍ ମନ୍ଦିରକୁ ଚାଲି ଯାଉଛନ୍ତି, ଆପଣଙ୍କ ଘରର ଠାକୁର ଘରକୁ ଚାଲି ଯାଉଛନ୍ତି, ଏହା ବି ଆପଣଙ୍କର ଅର୍ଥହାନିର ପ୍ରଥମ ସଂକେତ ଅଟେ। ଏବେ ଆପଣମାନେ କହିବେ ଯେ ନା, ସକାଳୁ ଉଠିବା ପରେ ଭଗବାନଙ୍କ ମୂର୍ତ୍ତି ଦେଖିଲେ ଏସବୁ ହୁଏ? ଆଜ୍ଞା ହଁ ଦର୍ଶକ ବନ୍ଧୁ, କାରଣ ଆମେ ଅପବିତ୍ର ଅବସ୍ଥାରେ କେବେ ବି ଭଗବାନଙ୍କ ପାଖକୁ ଯିବା ଉଚିତ ନୁହଁ। ସଦାସର୍ବଦା ସ୍ନାନ କରି ହିଁ ଯିବା ଦରକାର। ସକାଳୁ ଉଠି ସାରିବା ପରେ ପ୍ରଥମେ ନିଜର ହାତ ପାପୁଲିର ଦର୍ଶନ କରି ପ୍ରାତଃସ୍ମରଣ କରି ନିଜର ଇଷ୍ଟଦେବଙ୍କୁ ସ୍ମରଣ କରିବା ଦରକାର। ଏହା ହେଉଛି ନିୟମ। ତୃତୀୟରେ, ଯଦି ଆପଣମାନେ ସଦାସର୍ବଦା ବାଥରୁମରେ ଯେତେବେଳେ ସ୍ନାନ କରୁଛନ୍ତି, ଆପଣମାନେ ଖାଲି ବାଲ୍ଟି ରଖିକରି ଚାଲି ଆସୁଛନ୍ତି, ନିଜର ଓଦା କପଡ଼ାକୁ ସେମିତି ହିଁ ବାଥରୁମରେ ପକାଇ ଦେଉଛନ୍ତି, ତେବେ ଏହା ବି ଧନହାନିର ତୃତୀୟ ସଂକେତ ଅଟେ। ଚତୁର୍ଥ ସଂକେତ, ଡେରି ପର୍ଯ୍ୟନ୍ତ ଶୟନ କରିବା ଏବଂ ନିଜର ଘରକୁ ଝାଡ଼ୁ ନ କରିବା। ଯଦି ଝାଡ଼ୁ କରି କ'ଣ କରୁଛନ୍ତି, ଆପଣମାନେ ଅଳିଆକୁ ଗୋଟିଏ ଜାଗାରେ ହିଁ ରଖି ଦେଉଛନ୍ତି, ତାହାକୁ କାଢ଼ି କରି ଯଦି ଡଷ୍ଟବିନରେ ପକାଉନଥିବେ, ଗୋଟିଏ ଜାଗାରେ ସେମିତି ଗଦେଇ କରି ରଖୁଥିବେ, ଏହା ବି ଧନହାନିର ପ୍ରଥମ ସଂକେତ। ସେଠି ଅଲକ୍ଷ୍ମୀ ବାସ କରନ୍ତି। ପଞ୍ଚମ ସଂକେତ, ଯଦି ଆପଣମାନେ ନିଜର ଘରେ ଖରାପ ଇଲେକ୍ଟ୍ରିକ୍ ସାମାନ ସେମିତି ହିଁ ପକେଇକରି ରଖିଛନ୍ତି, ତାହାକୁ ରିପେୟାର କରୁନାହାନ୍ତି, କାହାକୁ ଦେଉନାହାନ୍ତି, ତେବେ ଏହା ବି ଅର୍ଥହାନିର ପ୍ରଥମ ସଂକେତ ଅଟେ। ଯଦି ଆପଣମାନେ ନିଜ ଘରେ ବୁଢ଼ିଆଣୀ ଜାଲ ଅଳନ୍ଧୁ ଏସବୁକୁ ସଫା କରୁନାହାନ୍ତି, ତେବେ ଏହା ବି ଧନହାନିର ଏକ ସଂକେତ ଅଟେ। ଯଦି ଆପଣମାନେ ନିଜ ପାଖରେ କେତେ ବି ବସ୍ତ୍ର ଥାଉନା କାହିଁକି ସଦାବେଳେ ଅସନା ଚିରା ଫଟା ବସ୍ତ୍ର ପିନ୍ଧୁଛନ୍ତି ଏବଂ ଯଦି ବସ୍ତ୍ର ଆପଣଙ୍କର ଚିରା ଫଟା ହୋଇଯାଉଛି, ତାହାକୁ ସିଲାଇ କରି ପିନ୍ଧନ୍ତୁ, ସେମିତି ପିନ୍ଧନ୍ତୁ ନାହିଁ। ଏହି ଛୋଟ ଛୋଟ ଜିନିଷ ଆପଣଙ୍କୁ ଧନହାନିର ବହୁତ ବଡ଼ ସଂକେତ ଦେଉଥାଏ। ଯେଉଁ ଦର୍ଶକ ବନ୍ଧୁମାନେ ଏପର୍ଯ୍ୟନ୍ତ ଭିଡ଼ିଓକୁ ଦେଖିଛନ୍ତି, ଏହି ସବୁ କାର୍ଯ୍ୟ ଯଦି ଆପଣମାନେ କରୁଛନ୍ତି, ଏହାକୁ ନିଶ୍ଚୟ ସୁଧାରି ଦିଅନ୍ତୁ। ଏବଂ ଘରର ମହିଳାମାନେ ଯଦି ସଦାସର୍ବଦା ଅସନା ହୋଇ ରହୁଛନ୍ତି, ତେବେ ସେହି ଘରେ କେବେ ବି ମା ଲକ୍ଷ୍ମୀ ବାସ କରିନଥାନ୍ତି। ଯେଉଁ ଘରର ମହିଳା ସଦାସର୍ବଦା ରୁକ୍ଷ କଥାବାର୍ତ୍ତା କରିଥାନ୍ତି, ସେହି ଘରେ ମା ଲକ୍ଷ୍ମୀ କେବେ ବି ବାସ କରିନଥାନ୍ତି। ଯଦି ଆପଣଙ୍କ ଘରେ ଆପଣମାନେ ପୂଜାର ମୂର୍ତ୍ତି ବହୁତ ସାରା ମୂର୍ତ୍ତି ରଖିଛନ୍ତି, ତାଙ୍କର ସେବା ଯଦି କରିପାରୁନାହାନ୍ତି କିମ୍ବା ମୂର୍ତ୍ତି ପଛରେ ପୁଣି ଏକ ମୂର୍ତ୍ତି ରଖିଛନ୍ତି, ପଛରେ ମୂର୍ତ୍ତି ରଖିଛନ୍ତି ଠାକୁରଙ୍କ ଫଟୋ, ପୁଣି ତାଙ୍କ ଆଗରେ ଆଉ ଗୋଟେ ଫଟୋ ରଖିଛନ୍ତି, ଏହାକୁ ଏମିତି ରଖିବା ଦ୍ୱାରା ଛାୟା ଦୋଷ ଲାଗିଥାଏ, ଯାହା ଦ୍ୱାରା କି ଆପଣଙ୍କ ଘରେ କେବେ ବି ଅର୍ଥ ସ୍ଥାୟୀ ଭାବରେ ରହିନଥାଏ। ଯେଉଁ ଘରେ ଠାକୁରଙ୍କର ମୂର୍ତ୍ତିର ପଛପଟ ପିଠି ଅଂଶ ଖାଲ ହୋଇ ରହିଥାଏ, ସେହି ଘରେ ବି ଟଙ୍କାଟିଏ ବି ରହିନଥାଏ।
ଠାକୁର ଘର ଯେଉଁ ଘରେ ସଫାସୁତୁରା ନଥାଏ, ମୂର୍ତ୍ତିରେ ସେମିତି ଚନ୍ଦନ ସିନ୍ଦୁର ଲଗାଇ କରି ରଖିଥାନ୍ତି, ପୋଛି ନଥାନ୍ତି, ସଫାସୁତୁରା ରଖିନଥାନ୍ତି, ସେହି ଘରେ କେବେ ବି ଲକ୍ଷ୍ମୀ ବାସ କରିନଥାନ୍ତି। ତେଣୁ ଚେଷ୍ଟା କରନ୍ତୁ ଏହି ସବୁ ଜିନିଷ ଆପଣମାନେ ସୁଧାରି ଦିଅନ୍ତୁ, ନଚେତ୍ ଆପଣଙ୍କ ଘରେ କେବେ ବି ଅର୍ଥର ଅଭାବ ରହିବ, ସବୁବେଳେ ରହିବ। ଯେତେବେଳେ ବି ଘରେ କିଛି ବି ପ୍ଲାଷ୍ଟିକ ବୋତଲ ଖରାପ ହେଇଯାଉଛି କିମ୍ବା ଆପଣ ବ୍ୟବହାର କରୁନାହାନ୍ତି, ତୁରନ୍ତ ଶନିବାର ଦିନ ଏହାକୁ ଫିଙ୍ଗି ଦିଅନ୍ତୁ। ଏହା ବହୁତ ଭଲ ଅଟେ। ଏହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ସାରା ଜିନିଷ ସୁଧୁରି ଯିବ। ଏବେ ଦର୍ଶକ ବନ୍ଧୁ, ଏହା ତ ଥିଲା ଏହି ସବୁ ଗୁଣ ଯୋଗୁଁ ଆପଣଙ୍କ ଘରେ ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରିନଥାନ୍ତି। ଏବେ ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟ କଲେ ଆମ ଘରେ ଧନର ଆଗମନ ହେବ, ଧନର ଅଭାବ ଦୂର ହେବ, ସ୍ଥାୟୀ ଲକ୍ଷ୍ମୀର ବାସ ହେବ। 10ଟି ଉପାୟ ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିବି। ତ ଆପଣମାନେ କ'ଣ କରିବେ ନା, ପ୍ରଥମ ଜିନିଷ, ସକାଳୁ ଉଠି ସାରିବା ପରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବାକୁ ଚେଷ୍ଟା କରନ୍ତୁ ଏବଂ ନିଜ ହାତ ପାପୁଲିକୁ ଦର୍ଶନ କରନ୍ତୁ। ଏହା ସବୁଠାରୁ ଶ୍ରେଷ୍ଠ ନିୟମ ଅଟେ। ଦ୍ୱିତୀୟରେ, ସକାଳୁ ଉଠି ସାରିବା ପରେ ଆପଣମାନେ ଚେଷ୍ଟା କରନ୍ତୁ ତୁରନ୍ତ ପୂଜା କରିବା ପାଇଁ। ପୂଜା କରିବା ହେଉଛି ସବୁଠାରୁ ଶ୍ରେଷ୍ଠ ନିୟମ, ଅର୍ଥାତ୍ ସକାରାତ୍ମକ ବାତାବରଣ ଆପଣଙ୍କ ଘରକୁ ଆସିଥାଏ। ନିୟମିତ ବୃନ୍ଦାବତୀରେ ଜଳ ଦେଇ ବୃନ୍ଦାବତୀର ଆଖପାଖ ସଫା କରିବା। ମା ବୃନ୍ଦାବତୀଙ୍କ ସହିତ ଘରର ଦେବତା ମାନଙ୍କର ଯେତିକି ଆପଣଙ୍କୁ ଆସୁଛି ସେତିକି ପୂଜା କରନ୍ତୁ। ତୃତୀୟରେ, ମା ବୃନ୍ଦାବତୀଙ୍କ ପାଖରେ ଗୁରୁବାର ଦିନ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏହା ଓಂ ନମୋ ଭଗବତେ ବାସୁଦେବା ମନ୍ତ୍ର ଜପ କରି। ଏହା ଦ୍ୱାରା କ'ଣ ହୋଇଥାଏ ନା, ଆପଣଙ୍କ ଘରେ ଧନର ଆଗମନ ହୋଇଥାଏ। ନିହାତି ପରୀକ୍ଷା କରନ୍ତୁ। ଗୁରୁବାର ଦିନ ତମ୍ବା ଢାଳରେ ଜଳ ନିଅନ୍ତୁ, ଗୋଟିଏ କିସମିସ୍ ପକାଇ କରି ଘରର ଯେତେ ଜଣ ସଦସ୍ୟ ଅଛନ୍ତି ନିଜ ହାତରେ ଜଳ ନେଇ ଓಂ ନମୋ ଭଗବତେ ବାସୁଦେବ 7 ଥର ଜପ କରି 7 ଥର କଦଳୀ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଯେଉଁ ନିୟମ ଆପଣଙ୍କୁ କହୁଛି ଏହା କରିକି ଦେଖନ୍ତୁ, ଆପଣଙ୍କ ଘରେ ଟଙ୍କାର ଆଗମନ ହେଉଛି କି ନାହିଁ, ଘରେ ଅଭାବ ଦୂର ହେଉଛି କି ନାହିଁ ଆପଣମାନେ କହିବେ। ତାପରେ ନିୟମ, ରାତିରେ ଶୋଇବା ସମୟରେ ନିଜର କିଚେନକୁ ଭଲ ଭାବରେ ସଫା କରନ୍ତୁ। ଅଇଁଠା ବାସନ ରଖିବେ ନାହିଁ, କିଚେନକୁ ଅସଜଡ଼ା କରି ରଖିବେ ନାହିଁ ଏବଂ ରାତିରେ ଶୋଇବା ସମୟରେ ଗୋଟିଏ କର୍ପୂର ସହିତ 2ଟି ଲବଙ୍ଗର ଗୋଟିଏ ଦୀପରେ ପକାଇଦେବେ, ମାଟି ଦୀପରେ। ତାହାକୁ ଯଦି ରୂପାର ପାତ୍ର ଥିବ ତା ଉପରେ ରଖିକରି ଜାଳିବେ କିମ୍ବା ସେମିତି ମାଟିର ପାତ୍ରରେ ଜାଳିଦେବେ। ଲାଇଟ୍ ବନ୍ଦ କରି କରି ସିଧା ଘରକୁ ଆସିଯିବେ, ଅର୍ଥାତ୍ ଶୋଇବା ପାଇଁ ଆସିଯିବେ। ପୁଣି ଥରେ ସେହି ରୋଷେଇ ଘରକୁ ଯିବେ ନାହିଁ। ପଞ୍ଚମ ନିୟମ, ନା ଆପଣମାନେ ଯେତେବେଳେ ବି ପୂଜା କରୁଛନ୍ତି, ଆପଣଙ୍କର ପୂଜା ଘର କଥା କହୁଛି, ପୂଜା କରୁଛନ୍ତି, ପୂଜା ସରିଗଲା, କର୍ପୂରର ଆଳତି କରିବେ। ଘଣ୍ଟି ବଜାଇ ବଜାଇ ପୁରା ଘର ସାରା ତାହାକୁ ବୁଲାଇବେ, ପୁରା ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ଯିବେ। ପୁଣି ସେହି କର୍ପୂରର ଆଳତିକୁ ଆଣିକରି ନିଜର ପୂଜା ଘରେ ରଖିଦେବେ। ସନ୍ଧ୍ୟା ସମୟରେ ସନ୍ଧ୍ୟା ଦୀପ ଗୋଧୂଳି ବେଳାରେ ଦେବାକୁ ଚେଷ୍ଟା କରନ୍ତୁ। ସନ୍ଧ୍ୟାବତୀ ଯେଉଁମାନେ ଦେଉଛନ୍ତି, ସନ୍ଧ୍ୟାବତୀ ଦେବା ପୂର୍ବରୁ ନିଜ ଘର ପରିଷ୍କାର ରଖିବେ, ଅଇଁଠା ବାସନ ମାଜି ଦେଇଥିବେ ଏବଂ ମହିଳାମାନେ ସାଜ ଶୃଙ୍ଗାର ହୋଇକରି ଲକ୍ଷ୍ମୀ ପୂଜା କରନ୍ତୁ। ସନ୍ଧ୍ୟା ଦୀପ ଦିଅନ୍ତୁ ସନ୍ଧ୍ୟା ସମୟରେ। ଏହି ନିୟମ ପାଳନ କଲେ ଆପଣଙ୍କର ମଙ୍ଗଳ ହେବ। ଟଙ୍କା ଘରେ ସ୍ଥାୟୀ ଭାବରେ ନ ରହିବାର ଏହା ହିଁ ମୁଖ୍ୟ କାରଣ। ତାପରେ ନିୟମ, ପ୍ରତି ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ। ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଦିଅନ୍ତୁ, ସ୍ନାନ କରାଇ ଦିଅନ୍ତୁ, ପଞ୍ଚାମୃତ ହଉ, ହଳଦୀ ଜଳ ହଉ, ସ୍ନାନ କରନ୍ତୁ। ପ୍ରତିଦିନ ନିଜ ମୁଖ୍ୟ ଦ୍ୱାରରେ ଗୋଟିଏ ଦୀପ ଡାହାଣ ପଟେ ଜଳାଇବା ପ୍ରାରମ୍ଭ କରିଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କର ବହୁତ ବଡ଼ ମଙ୍ଗଳ ହେବ। କରିକି ଦେଖନ୍ତୁ, ନିହାତି ହେବ। ଏବଂ ପ୍ରତି ଶୁକ୍ରବାର ଦିନ କ୍ଷୀରି ପ୍ରସ୍ତୁତ କରିବେ, ମା ଲକ୍ଷ୍ମୀଙ୍କୁ ଭୋଗ ଦେବେ। ଯଦି ରୂପାର ପାତ୍ର ଥିବ ତ ବହୁତ ଭଲ କଥା, ନଚେତ୍ କାଚର ପାତ୍ରରେ ସେହି କ୍ଷୀରିକୁ ରାତ୍ରି ସମୟରେ ନିଜ ପରିବାରର ସମସ୍ତ ସଦସ୍ୟ ମିଶିକରି ଖାଇବେ। ଏହି ନିୟମ ପାଳନ କଲେ ମଙ୍ଗଳ ହେବ ଆପଣଙ୍କର, ନିହାତି କରନ୍ତୁ। ପ୍ରତି ଶୁକ୍ରବାର ଦିନ ରାତ୍ରି ସନ୍ଧ୍ୟା ସମୟରେ ଦେଶୀ ପାନପତ୍ରରେ ମହୁ ଟିକେ ମା ଲକ୍ଷ୍ମୀଙ୍କୁ ଭୋଗ ଦିଅନ୍ତୁ। ଏହା ଆପଣଙ୍କର ଜୀବନରେ ବହୁତ ବଡ଼ ଅର୍ଥହାନିକୁ ଅଟକାଇ ଦେବ। ନିହାତି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହେବ। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ହେଲେ ଯଦି ଆପଣଙ୍କ ପାଖରେ ସମୟ ଅଛି, ପ୍ରତିଦିନ ଶ୍ରୀ ସୁକ୍ତମ ସହିତ କନକଧାରା ସ୍ତୋତ୍ରମ୍ ସକାଳ କିମ୍ବା ସନ୍ଧ୍ୟା ସମୟରେ ପାଠ କଲେ ବହୁତ ଭଲ କଥା, ନଚେତ୍ ପଢିପାରନ୍ତି ସକାଳ ସମୟରେ। ଯଦି ନ ହେଉଛି ନିଜ ମୋବାଇଲରେ ଲଗାଇ କରି ଶୁଣନ୍ତୁ। ବିଷ୍ଣୁ ସହସ୍ରନାମ, କନକଧାରା ସ୍ତୋତ୍ରମ୍, ଶ୍ରୀ ସୁକ୍ତମ ସବୁବେଳେ ସନ୍ଧ୍ୟା ସମୟରେ ଲଗାଇ କରି ରଖନ୍ତୁ। ଯେଉଁମାନେ ମା ଲକ୍ଷ୍ମୀଙ୍କୁ ମାନୁଛନ୍ତି, ଚାହୁଁଛନ୍ତି ଯେ ନିଜ ଘରେ ଉନ୍ନତି ଟିକେ ହଉ, ଏହି ସବୁ ନିୟମ ନିଶ୍ଚୟ ପାଳନ କରନ୍ତୁ। ଟଙ୍କାର ଅଭାବ ଯଦି ଦୂର ନ ହେବ କହିବେ। ଗୋଟିଏ ଶୁକ୍ରବାର ଦିନ ଗୋଟିଏ ମାଟିର ସରାଗତ ନେଇକରି ଆସନ୍ତୁ। ସେହି ଦିନ ଠାରୁ କିଛି କିଛି ଟଙ୍କା ସେଥିରେ ପୁରାଇବା ଆରମ୍ଭ କରିଦିଅନ୍ତୁ, ଦେଖିବେ ଅଭାବ ଦୂର ହେବ। ଯେତେବେଳେ ମାସର ପ୍ରଥମ ସାଲାରୀ ଆପଣଙ୍କୁ ମିଳୁଛି, ସେଥିରୁ କିଛି ଭଗବାନଙ୍କ ପାଇଁ ବାହାର କରିଦିଅନ୍ତୁ ଏବଂ ତାହାକୁ ତୁରନ୍ତ ନେଇକରି
ମନ୍ଦିରର ହୁଣ୍ଡିରେ ପକାଇ ଦିଅନ୍ତୁ ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ କରିଦେଲେ। ତାପରେ କ'ଣ କରିବେ, କିଛି ଗରିବ ଲୋକକୁ ଦାନ ଦେବେ। ଟଙ୍କାଟିଏ ହେଉ ପଛେ ନିଶ୍ଚୟ ଦାନ ଦିଅନ୍ତୁ, ଆପଣଙ୍କର ନିଶ୍ଚୟ ଉନ୍ନତି ହବ। କରିକି ଦେଖନ୍ତୁ। ଯେଉଁମାନେ ଏ ପର୍ଯ୍ୟନ୍ତ ଭିଡ଼ିଓ ଦେଖିଲେଣି ଥରେ କରିକି ଦେଖନ୍ତୁ ଏବଂ ସଦାସର୍ବଦା ନିଜ ଘରେ ଆଳତି, ଝୁଣା, ଦୀପ, ଧୂପ କରିଥାନ୍ତୁ। ଘରେ ସଦାସର୍ବଦା ଭଜନ ଲଗାନ୍ତୁ। ଘରର ସଦସ୍ୟମାନଙ୍କ ଭିତରେ ମତଭେଦ ମନାନ୍ତର ଯଦି ହେଉଛି ଏହା ବି ଦୂର ହୋଇଯିବ। କେତେ କଳି ଝଗଡ଼ା ହଉ, କେତେ ଅର୍ଥ ହବ, ନିଶ୍ଚୟ ଦୂର ହବ। ଧୀରେ ଧୀରେ କରିକି ଦେଖନ୍ତୁ, ଗୋଟିଏ ଥରରେ ହେବ ନାହିଁ, ଧୀରେ ଧୀରେ କଲେ ହିଁ ହବ। ଆଜିର ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିହାତି ବତାନ୍ତୁ।